ନମସ୍କାର ସମସ୍ତଙ୍କୁ ଶୁଭ ସକାଳ। ମକର ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ମଧ୍ୟ। ପୁଣି ଥରେ ଡାହାରି ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପୂର୍ବ ଭିଡ଼ିଓରେ ମୁଁ ନେଇ ଆସିଥିଲି ଓଡ଼ିଶା ଉପରେ କିଛି ଜିକେ। ଆଜି ମଧ୍ୟ ମୁଁ ନେଇ ଆସିଛି। ଭିଡ଼ିଓଟି ଲମ୍ବା ହେଇପାରେ ଆଜିର, କିନ୍ତୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖିବେ। ଆଜି କିନ୍ତୁ ନେଇ ଆସିଛି ଓଡ଼ିଶାର କୃତି ସନ୍ତାନକୁ ଉପାଧି, ମାନେ କେଉଁ କବିଙ୍କୁ କେଉଁ ଉପାଧି ଦିଆଯାଇଥିଲା ସେଇ ଉପରେ ଆଜି ଜାଣିବା। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। 1 ନମ୍ବର ଅଛି, ଦେଖନ୍ତୁ 1 ନମ୍ବର ଅଛନ୍ତି। 1 ନମ୍ବର ଅଛି ଉତ୍କଳମଣି। କାହାକୁ ଉତ୍କଳମଣିର ଉପାଧି ଦିଆଯାଇଥିଲା? ଗୋପବନ୍ଧୁ ଦାସଙ୍କୁ ଉତ୍କଳମଣି ବୋଲି କୁହାଯାଉଥିଲା। 2 ନମ୍ବର ଅଛି ନେତାଜୀ। ନେତାଜୀ ଆମେ କାହାକୁ କହୁ? ସୁଭାଷ ଚନ୍ଦ୍ର ବୋଷକୁ ନେତାଜୀ ବୋଲି କହୁ, ହେଲା। 3 ନମ୍ବର ଅଛି ଉତ୍କଳ ଗୌରବ। ଉତ୍କଳ ଗୌରବ ଆମେ କାହାକୁ କହିଥାଉ ନା? ମଧୁସୂଦନ ଦାସକୁ ଆମେ ଉତ୍କଳ ଗୌରବ ବୋଲି କହିଥାଉ, ମାନେ ସେଟା ହେଉଛି ତାଙ୍କର ଉପାଧି, ହେଲା। 4 ନମ୍ବର ଅଛି ଉତ୍କଳ କେଶରୀ। ଉତ୍କଳ କେଶରୀ କାହାର ଉପାଧି? ଡକ୍ଟର ହରେକୃଷ୍ଣ ମହାତାବ, ହେଲା। ତାପରେ ଦେଖନ୍ତୁ 5 ନମ୍ବର ଅଛି ଆଦିକବି। ଆଦିକବି କାହାକୁ ଉପାଧି ଦିଆଯାଇଥିଲା? ସାରଳା ଦାସଙ୍କୁ ଆଦିକବି ବୋଲି ଉପାଧି ଦିଆଯାଇଥିଲା। 6 ନମ୍ବର ଅଛି କବି ସମ୍ରାଟ। କବି ସମ୍ରାଟ କାହାକୁ କହିବା? ଉପେନ୍ଦ୍ର ଭଞ୍ଜ। 7 ନମ୍ବର ଅଛି କବି ସୂର୍ଯ୍ୟ। କବି ସୂର୍ଯ୍ୟ ଆମେ କାହାକୁ କହିବା ନା? ବଳଦେବ ରଥ। 8 ନମ୍ବର ଅଛି ବ୍ୟାସକବି। ବ୍ୟାସକବି କାହାର ଉପାଧି? ଫକୀର ମୋହନ ସେନାପତି। 9 ନମ୍ବର ଅଛି ସ୍ୱଭାବ କବି। ସ୍ୱଭାବ କବି କାହାକୁ କୁହାଯାଏ ନା? ଗଙ୍ଗାଧର ମେହେର। 10 ନମ୍ବର ଅଛି କବିବର। କବିବର କହିଲେ କାହାକୁ କୁହାଯାଏ ନା? ରାଧାନାଥ ରାୟ, ହେଲା। ତାପରେ 11 ନମ୍ବର ଅଛି କ'ଣ ନା? 11 ନମ୍ବର ଅଛି ଉତ୍କଳ ଭାରତୀ। କାହାକୁ କୁହାଯାଏ? କୁନ୍ତଳା କୁମାରୀ ସାବତ, ହେଲା। 12 ନମ୍ବର ଅଛି କର୍ମବୀର। କର୍ମବୀର କହିଲେ କାହାକୁ ବୁଝାଏ ନା? ଗୌରୀଶଙ୍କର ରାୟ, ହେଲା। 13 ନମ୍ବର ଅଛି କବିଶେଖର। କବିଶେଖର କହିଲେ କାହାକୁ ବୁଝାଏ ନା? ଚିନ୍ତାମଣି ମହାନ୍ତି। 14 ନମ୍ବରରେ ଅଛି କବିଚନ୍ଦ୍ର। କବିଚନ୍ଦ୍ର କହିଲେ କାହାକୁ ବୁଝାଏ ନା? କାଳୀଚରଣ ପଟ୍ଟନାୟକ। 15 ନମ୍ବର ଅଛି, ଦେଖନ୍ତୁ 15 ନମ୍ବର ଅଛି କିଶୋର କବି। କିଶୋର କବି କାହାକୁ କୁହାଯାଏ ନା? ଶ୍ୟାମ ସୁନ୍ଦର ଦାସ। ଶ୍ୟାମ ସୁନ୍ଦର ଦାସଙ୍କୁ କିଶୋର କବି ବୋଲି କୁହାଯାଏ। 16 ନମ୍ବର ଅଛି କାନ୍ତ କବି। କାନ୍ତ କବି କହିଲେ ଆମେ କାହାକୁ ବୁଝୁ ନା? ଲକ୍ଷ୍ମୀକାନ୍ତ ମହାପାତ୍ର। 17 ନମ୍ବର ଅଛି ଜାତୀୟ କବି। ଜାତୀୟ କବି କହିଲେ କାହାକୁ ବୁଝୁ ନା? ବୀର କେଶର ଦାସ, ହେଲା। 18 ନମ୍ବରରେ ଅଛି ସନ୍ଥ କବି। ସନ୍ଥ କବି କହିଲେ କାହାକୁ ବୁଝୁ ନା ଆମେ? ଭୀମ ଭୋଇଙ୍କୁ ବୁଝୁ, ହେଲା। ତାପରେ ଦେଖନ୍ତୁ 19 ନମ୍ବର ଅଛି କ'ଣ ନା? ଗଣକବି। ଗଣକବି କହିଲେ କାହାକୁ ବୁଝୁ ନା? ବୈଷ୍ଣବ ପାଣି। 20 ନମ୍ବର ଅଛି ଗୀତ କବି। ଗୀତ କବି କହିଲେ ଆମେ ବୁଝୁ କି? ଗୋପାଳ କୃଷ୍ଣ ପଟ୍ଟନାୟକ, ତାଙ୍କୁ ବୁଝିଥାଉ। 21 ନମ୍ବର ଅଛି ଗାୟକ ଶ୍ରୀମଣି। ଗାୟକ ଶ୍ରୀମଣି କାହାକୁ କୁହାଯାଏ ନା? ନିରଞ୍ଜନ କର। 22 ନମ୍ବର ଅଛି ଗାୟକ ଭାସ୍କର। ଗାୟକ ଭାସ୍କର ଆମେ କାହାକୁ କହିଥାଉ ନା? ଜଗନ୍ନାଥ ବେହେରା। 23 ନମ୍ବର ଅଛି ଗାୟକ ରତ୍ନକର। ଗାୟକ ରତ୍ନକର କାହାକୁ ବୁଝିଥାଉ ନା? କାହ୍ନୁଚରଣ ପତି ଶର୍ମା, ହେଲା।
ତାପରେ 24 ନମ୍ବର ଅଛି ଉତ୍କଳ ରତ୍ନ। ଉତ୍କଳ ରତ୍ନ କହିଲେ କାହାକୁ ବୁଝିଥାଉ ନା ଆମେ ବିଶ୍ୱନାଥ ମିଶ୍ରଙ୍କୁ ବୁଝିଥାଉ, ମାନେ ସେଇଟା ହେଉଛି ତାଙ୍କର ଉପାଧି। 25 ନମ୍ବର ଅଛି ଅତି ବଡ଼ି। ଅତି ବଡ଼ି କାହାକୁ କହୁନା ଆମେ ଜଗନ୍ନାଥ ଦାସଙ୍କୁ ଅତି ବଡ଼ି ଉପାଧି ବୋଲି ଜାଣିଥାଉ, ମାନେ ତାଙ୍କୁ ଦିଆହେଇଛି ସେଇ ଉପାଧି ହେଲା ଉପାଧି। 24 ନମ୍ବର ଅଛି ଭୂମିପୁତ୍ର। ଭୂମିପୁତ୍ର କାହାକୁ କହିଥାଉ ନା ବିଜୁ ପଟ୍ଟନାୟକ, ଯିଏକି ନବୀନ ପଟ୍ଟନାୟକଙ୍କ ପିତା। 27 ନମ୍ବର ଅଛି ଗାଥା କବି। ଗାଥା କବି ଆମେ କାହାକୁ କହିଥାଉ ନା ଗୋଦାବରୀଶ ମିଶ୍ର। ତ ଆଜିର ଭିଡ଼ିଓ ଏତିକି ଥିଲା। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର କମେଣ୍ଟ ନିହାତି କରିବେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ଯଦି ଭିଡ଼ିଓଟିକୁ ସବସ୍କ୍ରାଇବ୍ କରୁଛନ୍ତି, ମୁଁ ଯେତେବେଳେ ବି ଭିଡ଼ିଓଟି ଅପଲୋଡ଼ କରିବି ସର୍ବପ୍ରଥମେ ଆପଣ ଦେଖିପାରିବେ। ଯଦି କିଛି ଭୁଲ ରହିଯାଇଥାଏ ତାହେଲେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଆଉ ଭିଡ଼ିଓଟିକୁ ଲାଇକ୍ ନିହାତି କରିବେ। ଆଜିର ଭିଡ଼ିଓକୁ ଏଇଠି ଶେଷ କରୁଛି। ଧନ୍ୟବାଦ।